ଦେଖନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ରାଷ୍ଟ୍ରପତି ହେଉଛନ୍ତି ଆଦିବାସୀ ଯୋଉଥିପାଇଁ ଯେ ଆଦିବାସୀ ମାନେ ଗର୍ବ ଅନୁଭବ କରୁଥିଲେ ଆନନ୍ଦିତ ଥିଲେ କିନ୍ତୁ ଆଜି ତାଙ୍କ ଆନନ୍ଦ ପାଣି ଫଟକାଳେ ପଶିରି ଯାଉଛି ଆଜି ସମସ୍ତଙ୍କ ଆଖିରେ ଲୁହ ଯୋଉ ଆଶା ଥିଲା ତାଙ୍କ ଆଶାକୁ ବିଶ୍ୱାସଘାତରେ ପରିଣତ କରିଛନ୍ତି ମୋହନ ମାଝୀ ପାଟଣା ବ୍ଲକର ଯମୁନା ପଶ୍ଚିମ ଏବଂ ଚେମେଳା ପଞ୍ଚାୟତ 12 ଖଣ୍ଡ ଗାଁ ଜେଏସଡବ୍ଲ୍ୟୁ ପୋଷ୍ଟ ହାତରେ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି କିନ୍ତୁ ଯଦି ସେଠି ଜେଏସଡବ୍ଲ୍ୟୁ ଏବଂ ପୋସ୍କୋ ଗାଁର 1400 ଏକର ଜାଗା ନେଲେ ନିଶ୍ଚିତ ତାଙ୍କର ଜୀବିକା ହରେଇବେ ତାଙ୍କର ପରିବାର ହରେଇବେ ତାଙ୍କ ରୋଜଗାର ହରେଇବେ କାରଣ ଏଇ 15,000 ଲୋକଙ୍କର ମୁଖ୍ୟ ରୋଜଗାର ହଉଛି ଜୀବିକା ହଉଛି ଚାଷ ଚାଷ ଦ୍ୱାରା ସେମାନେ ନିଜ ପରିବାର ପୋଷଣ କରନ୍ତି ଜୀବିକା ନିର୍ବାହ କରନ୍ତି ଚାଷ ଜମି ନେଇଯିବେ ଖେଳ ପଡିଆ ନେଇଯିବେ ଶ୍ମଶାନ ନେଇଯିବେ ମନ୍ଦିର ଜାଗା ନେଇଯିବେ ତାହେଲେ ଲୋକମାନେ କେମିତି ବଞ୍ଚିବେ କାହା ଭରସାରେ ବଞ୍ଚିବେ କେମିତି ବଞ୍ଚିବେ ଆପଣ ପ୍ଲାନ୍ କରନ୍ତୁ ନା କିନ୍ତୁ 15,000 ଲୋକଙ୍କୁ ରକ୍ତ ଶୋଷି ପ୍ଲାନ୍ କରନ୍ତୁ ନାହିଁ କିନ୍ତୁ ଏଇ ଜାଗାରେ 2013 ମସିହାରେ ମିତ୍ତଲ ଆସିଥିଲା ଏଇ ବିଜେପି ତାକୁ ବିରୋଧ କରିକି ଓଡ଼ିଶାରେ ବିଦା କରି କିନ୍ତୁ ଆଜି ଆମେ ଦାବି କରୁ ଯୋଉଭଳି ଭାବରେ ଜୋର ଜବରଦସ୍ତ ମିଛରେ ଗ୍ରାମ ବାହାର ଲୋକ ଗ୍ରାମ ସଭା କରୁଛନ୍ତି ତାକୁ ବନ୍ଦ କରନ୍ତୁ ସାଧାରଣ ଲୋକମାନଙ୍କୁ ପୋଲିସ ଲଗେଇକି ଲାଠିମାର କରାଯାଉଛି ରକ୍ତ ବୁହାଯାଉଛି ଜେଲ ଜେଲ ଯାଉଛି ତାକୁ ନିବୃତ୍ତ ରୁହନ୍ତୁ ସରକାର କମ୍ପାନୀକୁ ହଟାନ୍ତୁ ସାଧାରଣ ଲୋକମାନେ ଆଦିବାସୀ ମାନେ ନିଷ୍ପତ୍ତି ନେଇଯାଇଛନ୍ତି ରକ୍ତ ଦେବୁ ଜୀବନ ଦେବୁ କିନ୍ତୁ ଖଣ୍ଡେ ଜାଗା ଦେବୁ ନାହିଁ ତାଙ୍କ ଆନ୍ଦୋଳନରେ ଓଡ଼ିଶା ଯୁବ କଂଗ୍ରେସ ଛିଡା ହେଇଛି ଏବଂ ତାଙ୍କ ସହିତ ସମର୍ଥନ ଦେଇଛି ଏବଂ ସରକାର 7 ଦିନ ଭିତରେ ନ ଚେତିଲେ ଆମେ ତାଙ୍କର 12 ଗାଁ ଅଛି ପାଟଣାର ସେ ଗାଁ ଲୋକ ପାଖକୁ ଯାଇ ପଦଯାତ୍ରା କରିବୁ ତାପରେ ନ ଶୁଣିଲେ ଆମେ ମୁଖ୍ୟମନ୍ତ୍ରୀ ନିବାସ ଘେରାଉ କରିବୁ ସାରା ଓଡ଼ିଶାର ଯୁବକ ମାନଙ୍କୁ ଆଦିବାସୀ ମାନେ ଏକତ୍ରିତ କରିକି ମୁଖ୍ୟମନ୍ତ୍ରୀ ଘେରାଉ କରିବୁ।